ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ। ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଗୁଣୁପୁର ନିର୍ବାଚନ ମଣ୍ଡଳୀର ରାମନାଗୁଡ଼ା କଲ୍ୟାଣ ମଣ୍ଡପଠାରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବରୁ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ସୁଧୀର ଦାସ, ରଘୁନାଥ ଗମାଙ୍ଗ, ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଏବଂ ଅନ୍ୟାନ୍ୟ ବ୍ଲକର ସମସ୍ତ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଗାମୀ ଦିନରେ କିଭଳି ସଂଗଠନକୁ ସୁଦୃଢ଼ କରାଯିବ, ତାହା ସହ ନେତା କର୍ମୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର କରାଯିବ, ସେ ଉପରେ ଆଲୋଚନା ହୋଇଥିଲା। ସେହିପରି ଗୁଣପୁର, ପଦ୍ମପୁର, ଚନ୍ଦ୍ରପୁର, ରାମନାଗୁଡ଼ା, ଗୁଡ଼ାରୀର କର୍ମୀମାନଙ୍କଠାରୁ ମତାମତ ନିଆଯାଇଥିଲା କିଭଳି ଭାବେ ଆଗାମୀ ଦିନରେ ଗୁଣପୁର ନିର୍ବାଚନ ମଣ୍ଡଳୀର ବିଜେଡିର ସଂଗଠନ ସୁଦୃଢ଼ ହୋଇପାରିବ, ସେ ବିଷୟରେ ଆଲୋଚନା କରାଯାଇଥିଲା। ପଦ୍ମପୁରରୁ ପି ରାମପ୍ରସାଦଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା।